ନମସ୍କାର ଦର୍ଶକ ବନ୍ଧୁ, ମୁଁ ଚନ୍ଦନ। ଆପଣମାନଙ୍କୁ ଆମର ଏହି ଓଡ଼ିଆ ଟ୍ୟୁଟର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହୁଁଛି କି ଯେଉଁମାନେ ବି ପୂର୍ବରୁ PM କିଷାନର ପେମେଣ୍ଟ ପାଇଛନ୍ତି ବା ଆପଣମାନେ ଯଦି PM କିଷାନର ପୂର୍ବତନ ହିତାଧିକାରୀ ଅଟନ୍ତି, ସେମାନଙ୍କ ପାଇଁ ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହାକି PM କିଷାନର ଅଫିସିଆଲ ୱେବସାଇଟ୍ରେ ଆସିଛି। ଠିକ୍ ଅଛି, ତ ସାଙ୍ଗମାନେ ଆପଣ ସମସ୍ତେ ଭିଡ଼ିଓଟି କମ୍ପ୍ଲିଟ୍ ୱାଚ୍ କରନ୍ତୁ। ଯେଉଁମାନେ ବି PM କିଷାନର ପୂର୍ବରୁ ପେମେଣ୍ଟ ପାଇଛନ୍ତି ସେମାନଙ୍କର ନାମ ବା କିଛି ଜଣଙ୍କର ନାମ PM କିଷାନର ଯେଉଁ ଅଫିସିଆଲ ୱେବସାଇଟ୍ ରହିଛି ବେନିଫିସିଆରୀ ଲିଷ୍ଟରେ କଟିଯାଇଛି। ତ ଯେଉଁମାନେ ବି PM କିଷାନର 20ତମ କିସ୍ତି ପାଇବା ପାଇଁ ଚାହୁଁଛନ୍ତି ବା ଆଗରୁ ପାଇଛନ୍ତି 19ତମ କିସ୍ତି ପାଇଛନ୍ତି 20ତମ କିସ୍ତି ପାଇବାକୁ ଚାହୁଁଛନ୍ତି, ତ ଆଜିର ଏହି ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ ବିନା ସ୍କିପ୍ କରି। କାରଣ ଯେଉଁମାନଙ୍କର ବି ନାମ ବେନିଫିସିଆରୀ ଲିଷ୍ଟରୁ କଟିଯାଇଛି ସେମାନେ କେମିତି ତାଙ୍କର ନାମ ଲିଷ୍ଟରେ ଆଣିପାରିବେ ଏବଂ ଯେଉଁମାନେ ପାଉଛନ୍ତି ସେମାନେ କିପରି ତାଙ୍କ ଷ୍ଟାଟସ୍ ଚେକ୍ କରିପାରିବେ ସେ ବିଷୟରେ ଆମେ ଏହି ଭିଡ଼ିଓରେ କମ୍ପ୍ଲିଟ୍ ଡିସ୍କସ୍ କରିବା। ଠିକ୍ ଅଛି, ତ ସେଥିପାଇଁ ଭିଡ଼ିଓକୁ କମ୍ପ୍ଲିଟ୍ ୱାଚ୍ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟି ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓ ଗୋଟେ ଲାଇକ୍ କରି ତାଙ୍କ ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ। ଦେଖନ୍ତୁ, ଯେଉଁମାନେ ବି PM କିଷାନର 19ତମ କିସ୍ତି ଗତ 24 ତାରିଖରେ ପାଇଛନ୍ତି ସେମାନଙ୍କର ବହୁତ ସାରା ହିତାଧିକାରୀ PM କିଷାନର ପେମେଣ୍ଟରୁ ପାଇବାରେ ବଞ୍ଚିତ ହେବେ, ଯେଉଁଟାକି ଆପଣମାନେ ନିଜ ନିଜର PM କିଷାନର ବେନିଫିସିଆରୀ ଲିଷ୍ଟର ଅପସନ୍କୁ ଯାଇ ଚେକ୍ କରିପାରିବେ। ତ ବେନିଫିସିଆରୀ ଲିଷ୍ଟର ଅପସନ୍ ଯେତେବେଳେ କ୍ଲିକ୍ କରିବେ, ସର୍ବପ୍ରଥମେ ଆପଣମାନଙ୍କର ଷ୍ଟେଟ୍କୁ ସିଲେକ୍ଟ କରିବା ପାଇଁ ପଡ଼ିବ। ଯେମିତି ମୁଁ ଏଠି ଦେଲି ଆମର ଓଡ଼ିଶା, ତାପରେ ଆପଣ ନିଜ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ଯେମିତି ମୁଁ ଆମର ସିଲେକ୍ଟ କଲି, ତାପରେ ଆପଣମାନେ ଆପଣଙ୍କର ବ୍ଲକକୁ ସିଲେକ୍ଟ କରିବେ। ଠିକ୍ ଅଛି, ତାପରେ ଆପଣମାନଙ୍କର ଭିଲେଜକୁ ଏଠି ସିଲେକ୍ଟ କରିବା ପାଇଁ ପଡ଼ିବ। ଦେଖନ୍ତୁ, ମୁଁ ଏଠି ମୋର ଭିଲେଜକୁ ସିଲେକ୍ଟ କରୁଛି, ଆପଣମାନେ ଏମିତି ସିଲେକ୍ଟ କରିପାରିବେ। ଦେଖନ୍ତୁ, ଏମିତି ସର୍ଚ୍ଚ କରି ଆପଣମାନେ ଆପଣ ନିଜର ଲିଷ୍ଟକୁ ଦେବେ ଏବଂ ବହୁତ ପ୍ରଥମେ କ'ଣ ହେଇଛି ନା, ଦେଖନ୍ତୁ ଲିଷ୍ଟ ଯେତେବେଳେ ଚେକ୍ କରିବେ, ଦେଖନ୍ତୁ ଏଠି ଆପଣଙ୍କର ପୁରାପୁରି ସମ୍ପୂର୍ଣ୍ଣ ଲିଷ୍ଟ ଆସିଗଲା। କିନ୍ତୁ ଏଠି ଗୋଟେ ସୂଚନା କ'ଣ ରହିଛି, ଯେଉଁମାନେ ବି 19ତମ କିସ୍ତି ପାଇଥିଲେ ସେମାନଙ୍କର ବହୁତ ଲୋକଙ୍କର ନାଁ ଲିଷ୍ଟରେ ନାହିଁ। କାହିଁକି ଲିଷ୍ଟରେ ନାଁ ନାହିଁ ସେ ବିଷୟରେ ବି ଆଲୋଚନା କରିବା। ଦେଖନ୍ତୁ, ଯେଉଁମାନଙ୍କର ବି 19ତମ କିସ୍ତି ପର୍ଯ୍ୟନ୍ତ 5-10 କିସ୍ତି ପର୍ଯ୍ୟନ୍ତ ପଇସା ପାଇଛନ୍ତି ସେମାନଙ୍କର ନାଁ ଏଠି ରହିନାହିଁ। ତ ତାର ମୁଖ୍ୟ କାରଣ ହେଲା, ଗୋଟେ ହେଉଛି EKYC ପେଣ୍ଡିଂ। ଯେଉଁମାନେ ବି EKYC କରିନାହାନ୍ତି ସେମାନଙ୍କର ନାଁ ଏଠି କାଟିଯାଇଛି। ଆହୁରି ଯେଉଁମାନେ ବି DBD ବି କରିନାହାନ୍ତି ସେମାନଙ୍କ ପାଇଁ ମଧ୍ୟ DBD ପାଇଁ ମଧ୍ୟ ବି ବହୁତ ଜଣଙ୍କ ନାଁ କଟିଯାଇଛି। ଠିକ୍ ଅଛି, ଏଇଭଳି ସମସ୍ତଙ୍କ ଡିଷ୍ଟ୍ରିକ୍ଟରେ ଯେଉଁମାନଙ୍କ ଲିଷ୍ଟରେ ନାଁ ନାହିଁ ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡ଼େଟ୍। ସର୍ବପ୍ରଥମେ ଯଦି ଆପଣଙ୍କ ଲିଷ୍ଟରୁ ନାଁ କଟିଯାଇଛି ତ କ'ଣ କରିବେ, ପ୍ରଥମେ ଆପଣଙ୍କ ନୋ ୟୋର ଷ୍ଟାଟସ୍ ଉପରେ କ୍ଲିକ୍ କରିବେ ଏବଂ ଏଠି ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଉପରେ ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଦେବେ ଏବଂ କ୍ୟାପ୍ଚା ଫିଲ୍ କରିକି ସେଣ୍ଡ OTP ଉପରେ କ୍ଲିକ୍ କରିବେ, ଯାହାଦ୍ୱାରା କି ନିଜର PM କିଷାନର ଷ୍ଟାଟସ୍କୁ ଆପଣ ଚେକ୍ କରିପାରିବେ। ଠିକ୍ ଅଛି, ଯେଉଁମାନଙ୍କର ବି ଲିଷ୍ଟରେ ଏବେ ନାଁ କଟିଗଲା ସେମାନଙ୍କୁ ଏବେ କ'ଣ କରିବା ପାଇଁ ପଡ଼ିବ, ସର୍ବପ୍ରଥମେ ତ ସେମାନଙ୍କୁ EKYC କରିବା ପାଇଁ ପଡ଼ିବ। EKYC କିମ୍ବା DBD କଲା ପରେ ଯଦି ଆପଣମାନଙ୍କର ଲିଷ୍ଟ ନାଁ ଆସୁନାହିଁ ତେବେ କ'ଣ କରିବେ, ତ ଗୋଟେ ହିଁ ମାତ୍ର ଉପାୟ, ସାର୍ଚ୍ଚ ୟୋର ପଏଣ୍ଟ ଅଫ୍ କଣ୍ଟାକ୍ଟ POC ଉପରେ କ୍ଲିକ୍ କରିବେ, ଯାହାଦ୍ୱାରା କି ଆପଣଙ୍କ ନୋଡାଲ ଅଫିସର ରହିଛନ୍ତି ସେମାନଙ୍କ ସହ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପଡ଼ିବ। ଠିକ୍ ଅଛି, ତ ଯେତେବେଳେ ଆପଣଙ୍କର ନୋଡାଲ ଅଫିସରଙ୍କ ସହ କଣ୍ଟାକ୍ଟ କରିବେ କ'ଣ ରହିଛି ପୁଣି ଥରେ ଲିଷ୍ଟରେ ନାଁ ଆଣିବାର ପ୍ରୋସେସ୍ ସେମାନେ ଜାଣିଛନ୍ତି, ଯାହାକି ଅଫିସିଆଲ ୱେବସାଇଟ୍ରେ କିଛି ସେମିତି ମେନସନ୍ କରାନାହିଁ। ତ କେମିତି କଣ୍ଟାକ୍ଟ କରିବେ, ଦେଖନ୍ତୁ ନୋଡାଲ ଅଫିସର ସହ ଷ୍ଟେଟ୍ ନୋଡାଲ କଣ୍ଟାକ୍ଟ ଡିଟେଲ୍ ଉପରେ କ୍ଲିକ୍ କରିବେ ଏବଂ ନେକ୍ସଟ ସାର୍ଚ୍ଚ ଡିଷ୍ଟ୍ରିକ୍ଟ ନୋଡାଲ ଉପରେ କ୍ଲିକ୍ କରିବେ, ଆପଣଙ୍କର ଷ୍ଟେଟ୍ ସିଲେକ୍ଟ କରିବେ। ଦେଖନ୍ତୁ ଏ ଷ୍ଟେଟ୍ ଆମେ ସିଲେକ୍ଟ କଲୁ, କ'ଣ ଆମର ଷ୍ଟେଟ୍ ଓଡ଼ିଶା ଆମେ ସିଲେକ୍ଟ କରିଦେଲୁ। ନେକ୍ସଟ ଦେଖ ନିଜ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ, ଯେମିତି ବାଲେଶ୍ୱର ମୁଁ ଏଠି ସିଲେକ୍ଟ କଲି। ନେକ୍ସଟ ସାର୍ଚ୍ଚ ଉପରେ କ୍ଲିକ୍ କଲି, ସାର୍ଚ୍ଚ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ରହିଛି କ'ଣ ନା, ଯେଉଁ ଡିଷ୍ଟ୍ରିକ୍ଟର ଯେଉଁ ନୋଡାଲ ଅଫିସର ମାନେ ରହିଛନ୍ତି ସେ ସମସ୍ତଙ୍କର ଲିଷ୍ଟ। ସବୁଠାରୁ ଇମ୍ପୋର୍ଟାଣ୍ଟ କ'ଣ ରହିଛି, ଦେଖନ୍ତୁ କଣ୍ଟାକ୍ଟ ନମ୍ବର ରହିଛି, ଯାହାକି ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ବହୁତ ସୁବିଧା ହେବ। ଠିକ୍ ଅଛି, ଦେଖନ୍ତୁ ବ୍ଲକର ସମସ୍ତ ଏଗ୍ରିକଲଚର ଅଫିସର, ବ୍ଲକ ଚିଫ୍, ଡିଷ୍ଟ୍ରିକ୍ଟ
ଏଗ୍ରିକଲଚର ଅଫିସର, ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଏ ସମସ୍ତଙ୍କ ନେମ୍ ସହିତ ତାଙ୍କର କଣ୍ଟାକ୍ଟ ନମ୍ବର ଏବଂ ମେଲ୍ ମଧ୍ୟ ରହିଛି, ଯାହାଦ୍ୱାରା କି ଆପଣ ଯୋଗାଯୋଗ କରିବା ପାଇଁ ସୁବିଧା ହେବ। ଯଥାଶୀଘ୍ର ଆପଣମାନେ ଯୋଗାଯୋଗ କରନ୍ତୁ। ଆପଣମାନେ ଯେତେବେଳେ ତାଙ୍କ ସହ ଯୋଗାଯୋଗ କରିବେ ସେମାନେ ଜାଣିଛନ୍ତି କି ସେମାନେ ଆପଣଙ୍କୁ କହିଦେବେ କି କାହିଁକି ଆପଣଙ୍କର ଲିଷ୍ଟରୁ ନାଁ କଟିଲା ଏବଂ କେମିତି କେଉଁ ପ୍ରୋସେସ୍ ଦ୍ୱାରା ଆପଣମାନେ ପୁନର୍ବାର ଆପଣଙ୍କ ଲିଷ୍ଟରେ ନାଁ ଆଣିପାରିବେ ସେସବୁ ବିଷୟରେ କହିଦେବେ। ଠିକ୍ ଅଛି। ତ ଧନ୍ୟବାଦ ସାଙ୍ଗମାନେ। ଏହିପରି ଆପଣମାନେ ଏହି ପ୍ରୋସେସ୍ ଉପରେ ଏଇଭଳି କିଛି ପଦକ୍ଷେପ ନେବା ଦ୍ୱାରା ଆପଣମାନଙ୍କ ଲିଷ୍ଟରୁ ପୁଣି ଥରେ ନାଁ ଫେରି ଆସିପାରିବ। ତ ଯେଉଁମାନେ ଆମ ଚ୍ୟାନେଲକୁ ଏତେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅଲ୍ରେ କ୍ଲିକ୍ କରନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ। ଠିକ୍ ଅଛି। ଏଇଭଳି କିଛି ଇନଫର୍ମେସନ୍ ଭିଡ଼ିଓ ସହ ଦେଖା ହେବା ନେକ୍ସଟ ଭିଡ଼ିଓରେ।